ओम शांति 13 फेब्रुआरी 2025 प्रातः मुरली शिव भगवान कर मधुर महावाक्य। शिव बाबा कहते मिठे बच्चे बाबा जीए एवं जेपरी अटंती तांकु यथार्थ भावरे जानी मने पकाइबाकु हेबो। एहा ही हेउछि मुख्य कथा। लोकमानकु एही कथा बहुत कायदार सहित बुझाइबाकु हेबो। बाबा जीए एवं जेपरी अटंती तांकु यथार्थ भावरे जानी मने पकाइबाकु हेबो। एहा ही हेउछि मुख्य कथा। लोकमानकु एही कथा बहुत कायदार सहित बुझाइबाकु हेबो। प्रश्न सारा विश्वर आत्मा माने केउ पाठ पढ़िबा दरकार जहाकु तुमे माने एहिठारे ही पढ़ुछ। सारा विश्वर आत्मा माने केउ पाठ पढ़िबा दरकार जहाकु तुमे माने एहिठारे ही पढ़ुछ। उत्तर सारा विश्वर आत्मा मानकु यही पाठ पढ़ा जाउछि जे तुमे समस्ते आत्मा अट। निजकु आत्मा मने करी बाबांकु मने पकाओ तेबे पावन होइजिब। सारा विश्वर आत्मा मानकर पिता समस्तंकु पावन करिबा पाई थरे मात्र आसीथांती। रचयिता एवं रचनार ज्ञान देउछंती। वास्तवरे एहा ही एकमात्र विश्वविद्यालय अटे। यही कथा पिलामानकु स्पष्ट भावरे बुझाइबाकु पड़िबो। ओम शांति। भगवान उवाच एबे एकथा तो तुमे माने बुझी पारुछ जे भगवान किए। भारतरे केही भी यथार्थ रूपे तांकु जानी नाहंती। सिए कहउछंती मु जाहा एवं जेपरी मोते यथार्थ रूपे केही जानी नाहंती। तुम मानक भितरे मध्य क्रमान्वୟରେ जानिछंती। पुरुषार्थर क्रम अनुसारे मोते जानुछंती। जदिओ एठारे रहुछंती किंतु यथार्थ रूपरे जानी नाहंती। यथार्थ रूपे बाबांकु जानी तांकु मने पकाइबा यह बहुत मुस्किल कथा। पिला माने कहउछंती कि बहुत सहज अटे किंतु मु जाहा अटे मोते निरंतर बाबांकु मने पकाइबाकु पड़िबो। बुद्धिरे यही जुक्ति मध्य रहिछि। मो आत्मा बहुत छोट। मोर बाबा मध्य बिंदु बहुत सूक्ष्म। अधा कल्प पर्यंत भगवानकर नाम मध्य केही नियंती नहीं। दुख आसिले ही तांकु समस्ते स्मरण करिथांती हे भगवान। वास्तवरे भगवान किए एकथा तो कौनसी मनुष्य जानी नाहंती। एबे मनुष्य मानकु किपरि बुझाइबो एहा उपरे विचार सागर मंथन करिबा दरकार। नाम मध्य लेखा होइछि प्रजापिता ब्रह्मा कुमारी ईश्वरीय विश्वविद्यालय। एथिरु मध्य बुझी पारु नाहंती जे ଏହା ହେଉଛି ଆତ୍ମିକ ବେହଦର ବାବାଙ୍କର ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ। କ'ଣ ନାମ ରଖିବା ଦରକାର ଯାହାଦ୍ୱାରା ଲୋକମାନେ ଶୀଘ୍ର ବୁଝିଯିବେ? ଲୋକମାନଙ୍କୁ କିପରି ବୁଝାଇବ ଯେ ଏହା ହେଉଛି ୟୁନିଭର୍ସିଟି ଅର୍ଥାତ ବିଶ୍ୱବିଦ୍ୟାଳୟ। ୟୁନିଭର୍ସ ଅର୍ଥାତ ବିଶ୍ୱ ଶବ୍ଦରୁ ୟୁନିଭର୍ସିଟି ଶବ୍ଦ ସୃଷ୍ଟି ହୋଇଛି। ୟୁନିଭର୍ସ ଅର୍ଥାତ ସାରା ବିଶ୍ୱ, ସେଥିପାଇଁ ଏହାର ନାମ ରଖାଯାଇଛି ୟୁନିଭର୍ସିଟି, ଯେଉଁଠି ସବୁ ମନୁଷ୍ୟ ପାଠ ପଢ଼ି ପାରିବେ। ତେବେ ସାରା ବିଶ୍ୱର ଲୋକମାନଙ୍କ ପାଠପଢ଼ା ପାଇଁ ଏହି ବିଶ୍ୱବିଦ୍ୟାଳୟ ରହିଛି। ବାସ୍ତବରେ ସାରା ୟୁନିଭର୍ସକୁ ପାଠ ପଢ଼ାଇବା ପାଇଁ ହିଁ ତ ଏକମାତ୍ର ବାବା ଆସିଛନ୍ତି। ତାଙ୍କର ମଧ୍ୟ ଏହି ଗୋଟିଏ ହିଁ ୟୁନିଭର୍ସିଟି। ଲକ୍ଷ୍ୟ ମଧ୍ୟ ଗୋଟିଏ। ବାବା ହିଁ ଆସି ସାରା ୟୁନିଭର୍ସକୁ ପାବନ କରୁଛନ୍ତି, ଯୋଗ ଶିଖାଉଛନ୍ତି। ଏହା ତ ସବୁ ଧର୍ମାବଲମ୍ବୀମାନଙ୍କ ପାଇଁ ଉଦ୍ଦିଷ୍ଟ। କହୁଛନ୍ତି ନିଜକୁ ଆତ୍ମା ମନେ କର। ସାରା ବିଶ୍ୱର ପିତା ହେଉଛନ୍ତି ଇନକର୍ପୋରିଅଲ ନିରାକାର ଈଶ୍ୱର ପିତା। ତେବେ କାହିଁକି ବା ଏହାର ନାମ ସ୍ପିରିଚୁଆଲ ୟୁନିଭର୍ସିଟି ଅଫ୍ ସ୍ପିରିଚୁଆଲ ଇନକର୍ପୋରିଅଲ ଗଡଫାଦର ନ ରଖିବୁ? ବିଚାର କରାଯାଉଛି ନା ସାରା ବିଶ୍ୱରେ ବାବାଙ୍କୁ କେହି ଜଣେ ହେଲେ ବି ଜାଣି ନାହାନ୍ତି। ରଚୟିତାଙ୍କୁ ଜାଣିଗଲେ ରଚନାକୁ ମଧ୍ୟ ଜାଣିପାରିବେ।
ରଚୟିତାଙ୍କ ଦ୍ୱାରା ହିଁ ରଚନାକୁ ଜାଣି ହୁଏ। ବାବା ପିଲାମାନଙ୍କୁ ସବୁ କିଛି ବୁଝାଇ ଦେବେ। ଆଉ କେହି ବି ଏକଥା ଜାଣିନାହାନ୍ତି। ଋଷିମୁନିମାନେ ମଧ୍ୟ ନେତି ନେତି କହିଯାଇଛନ୍ତି। ବାବା କହୁଛନ୍ତି, ତୁମମାନଙ୍କୁ ମଧ୍ୟ ପ୍ରଥମେ ଏହି ରଚତା ଏବଂ ରଚନାର ଜ୍ଞାନ ନଥିଲା। ଏବେ ରଚୟିତା ବାବା ବୁଝାଇଛନ୍ତି। ବାବା କହୁଛନ୍ତି, ମୋତେ ସମସ୍ତେ ଡାକୁଛନ୍ତି ମଧ୍ୟ ଏଠାକୁ ଆସ। ଆସି ଆମକୁ ସୁଖ ଶାନ୍ତି ଦିଅ, କାରଣ ଏବେ ଦୁଃଖ ଅଶାନ୍ତି ରହିଛି। ତାଙ୍କର ନାମ ହିଁ ହେଉଛି ଦୁଃଖ ହର୍ତ୍ତା ସୁଖକର୍ତ୍ତା। ତେବେ ସେ କିଏ? ଭଗବାନ। ସେ କିପରି ଦୁଃଖ ହରଣ କରି ସୁଖ ଦେଉଛନ୍ତି, ଏକଥା କେହି ଜାଣିନାହାନ୍ତି। ତେବେ ଏପରି ସ୍ପଷ୍ଟ କରି ଲେଖ, ଯେପରି ମନୁଷ୍ୟମାନେ ବୁଝିପାରିବେ ଯେ ନିରାକାର ଈଶ୍ୱର ପିତା ହିଁ ଏହି ଜ୍ଞାନ ଦେଉଛନ୍ତି। ଏହିଭଳି ଭାବରେ ବିଚାର ସାଗର ମନ୍ଥନ କରିବା ଦରକାର। ବାବା ବୁଝାଉଛନ୍ତି, ମନୁଷ୍ୟ ସମସ୍ତେ ହେଉଛନ୍ତି ପଥର ବୁଦ୍ଧି। ଏହିଭଳି ଭାବରେ ତୁମମାନଙ୍କୁ ପାରସ ଅର୍ଥାତ୍ ସ୍ୱଚ୍ଛ କରୁଛନ୍ତି। ବାସ୍ତବରେ ପାରସ ବୁଦ୍ଧି ତାଙ୍କୁ କୁହାଯିବ ଯିଏ ଅତି କମରେ 50ରୁ ଅଧିକ ନମ୍ବର ନେବେ। ଯେଉଁମାନେ ଫେଲ୍ ହେଉଛନ୍ତି ସେମାନେ ପାରସ ବୁଦ୍ଧି ନୁହନ୍ତି। ରାମ ମଧ୍ୟ କମ୍ ନମ୍ବର ପାଇଥିଲେ, ତେଣୁ ତ କ୍ଷତ୍ରିୟ ରୂପରେ ଦେଖାଇଛନ୍ତି। ଏକଥା ମଧ୍ୟ କେହି ବୁଝୁନାହାନ୍ତି ଯେ ରାମଙ୍କ ହାତରେ ଧନୁତୀର କାହିଁକି ଦେଖାଇଛନ୍ତି। ଶ୍ରୀକୃଷ୍ଣଙ୍କର ସ୍ୱଦର୍ଶନ ଚକ୍ର ଦେଖାଇଛନ୍ତି କି ସିଏ ସମସ୍ତଙ୍କୁ ଚକ୍ରରେ ମାରିଲେ, ଏବଂ ରାମଙ୍କ ହାତରେ ମଧ୍ୟ ବାଣ ଦେଖାଇଛନ୍ତି। ଗୋଟିଏ ବିଶେଷ ପତ୍ରିକା ବାହାରୁଛି, ଯେଉଁଥିରେ ଦେଖାଇଛନ୍ତି କୃଷ୍ଣ କିପରି ସ୍ୱଦର୍ଶନ ଚକ୍ରରେ ଅକାସୁର ବକାସୁର ଆଦିକୁ ମାରୁଛନ୍ତି। 2 ଜଣଙ୍କୁ ହିଂସକ କରିଦେଇଛନ୍ତି, ଡବଲ ହିଂସକ କରିଦେଇଛନ୍ତି। କହୁଛନ୍ତି ସେମାନଙ୍କର ମଧ୍ୟ ସନ୍ତାନ ଜନ୍ମ ହୋଇଛନ୍ତି ନା? ଆରେ ସେମାନେ ହେଉଛନ୍ତି ହିଁ ନିର୍ବିକାରୀ ଦେବୀ ଦେବତା। ସେଠାରେ ରାବଣ ରାଜ୍ୟ ହିଁ ନାହିଁ। ବର୍ତ୍ତମାନ ସମୟରେ ରାବଣ ସମ୍ପ୍ରଦାୟ କୁହାଯାଉଛି। ଏବେ ତୁମେମାନେ ଅନ୍ୟମାନଙ୍କୁ ବୁଝାଉଛ ଯେ ଆମେ ଯୋଗବଳ ଦ୍ୱାରା ସାରା ବିଶ୍ୱର ରାଜତ୍ୱ ନେଉଛୁ। ତେବେ କ'ଣ ଯୋଗବଳ ଦ୍ୱାରା ସନ୍ତାନ ହୋଇପାରିବ ନାହିଁ? ତାହା ହେଉଛି ହିଁ ନିର୍ବିକାରୀ ଦୁନିଆ। ଏବେ ତୁମେ ଶୂଦ୍ରରୁ ବ୍ରାହ୍ମଣ ହୋଇଛ। ଭଲ ଭାବରେ ବୁଝାଇବା ଦରକାର, ଯାହାଦ୍ୱାରା ମନୁଷ୍ୟ ଜାଣିପାରିବେ ଯେ ଏମାନଙ୍କ ପାଖରେ ପୂରା ଜ୍ଞାନ ରହିଛି। ଯଦି ସାମାନ୍ୟ କିଛି ବି ଏହି କଥାକୁ ବୁଝିଯିବେ, ତେବେ ବୁଝାଯିବ ଇଏ ବ୍ରାହ୍ମଣ କୁଳର ଅଟନ୍ତି। କାହା କାହା ପାଇଁ ତ ତୁରନ୍ତ ବୁଝି ହୋଇଯାଏ ଇଏ ବ୍ରାହ୍ମଣ କୁଳର ନୁହେଁ। ଅନେକ ପ୍ରକାରର ଆସୁଛନ୍ତି ନା? ତେବେ ତୁମେ ସ୍ପିରିଚୁଆଲ ୟୁନିଭର୍ସିଟି ଅଫ ସ୍ପିରିଚୁଆଲ ଇନକର୍ପୋରିଅଲ ଗଡଫାଦର ଲେଖି ଦେଖ। କ'ଣ ହେଉଛି? ବିଚାର ସାଗର ମନ୍ଥନ କରି ଶବ୍ଦ ମିଳାଇବାକୁ ପଡ଼ିଥାଏ। ଏଥିରେ ଲେଖିବା ପାଇଁ ବଡ଼ ଯୁକ୍ତି ଦରକାର, ଯାହାଦ୍ୱାରା ମନୁଷ୍ୟ ବୁଝିପାରିବେ ଯେ ଏଠାରେ ଏହି ଜ୍ଞାନ ଗଡଫାଦର ନିଜେ ବୁଝାଉଛନ୍ତି ଅଥବା ରାଜଯୋଗ ଶିଖାଉଛନ୍ତି। ଏହି ଅକ୍ଷର ମଧ୍ୟ ସାଧାରଣ। ଜୀବନ ମୁକ୍ତି ଡିଟି ସାବରଣ୍ଟି ଇନ୍ ସେକେଣ୍ଡ, ଅର୍ଥାତ୍ ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି ଦୈବୀ ସ୍ୱରାଜ୍ୟର ପ୍ରାପ୍ତି ହେଉଛି। ଏଭଳି ଶବ୍ଦ ଲେଖାଯାଉ ଯେପରି ମନୁଷ୍ୟମାନଙ୍କ ବୁଦ୍ଧିରେ ରହିଯିବ। ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା ହେଉଛି। ମନ୍ମନାଭବର ଅର୍ଥ ହେଉଛି ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ। ତୁମେମାନେ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ କୁଳ ଭୂଷଣ ସ୍ୱଦର୍ଶନ ଚକ୍ରଧାରୀ ଅଟ। ସେମାନେ ତ ସ୍ୱଦର୍ଶନ ଚକ୍ର ବିଷ୍ଣୁଙ୍କ ହାତରେ ଦେଖାଉଛନ୍ତି। ଶ୍ରୀକୃଷ୍ଣଙ୍କୁ ମଧ୍ୟ 4 ଭୁଜାଧାରୀ ଦେଖାଇଛନ୍ତି। ବାସ୍ତବରେ ତାଙ୍କର 4ଟି ଭୁଜା କିପରି ହୋଇପାରିବ? ବାବା କେତେ ସୁନ୍ଦର ଭାବରେ ବୁଝାଉଛନ୍ତି। ସନ୍ତାନମାନଙ୍କୁ ବଡ଼ ବିଶାଳ ବୁଦ୍ଧି ପାରସ ବୁଦ୍ଧି ହେବାକୁ ପଡ଼ିବ। ସତ୍ୟ ଯୁଗରେ ଯଥା ରାଜାରାଣୀ ତଥା ପ୍ରଜା ପାରସ ବୁଦ୍ଧି କୁହାଯିବ ନା? ତାହା ପାରସ ଦୁନିଆ, ଏହା ପଥରର ଦୁନିଆ।
ତୁମକୁ ମନୁଷ୍ୟରୁ ଦେବତା ହେବା ପାଇଁ ଏହି ଜ୍ଞାନ ମିଳୁଛି। ତୁମେ ନିଜର ରାଜ୍ୟ ଶ୍ରୀମତ ଅନୁସାରେ ପୁନର୍ବାର ସ୍ଥାପନ କରୁଛ। ବାବା ଆମକୁ ଉପାୟ ବତାଉଛନ୍ତି ଯେ ରାଜା ମହାରାଜା କିପରି ହୋଇପାରିବ। ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ଭରି ହୋଇ ରହିଛି, ଯାହାକି ତୁମେମାନେ ଅନ୍ୟମାନଙ୍କୁ ବୁଝାଉଛ। ଗୋଲା ଉପରେ ବୁଝାଇବା ମଧ୍ୟ ବହୁତ ସହଜ। ଏହି ସମୟରେ ଜନସଂଖ୍ୟା ଦେଖ କେତେ। ସତ୍ୟଯୁଗରେ କେତେ କମ୍ ଥିଲେ। ସଙ୍ଗମ ଯୁଗ ମଧ୍ୟ ରହିଛି ନା। ବ୍ରାହ୍ମଣ ତ ଅଳ୍ପ ରହିବେ ନା। ବ୍ରାହ୍ମଣମାନଙ୍କର ଯୁଗ ହିଁ ଛୋଟ। ବ୍ରାହ୍ମଣମାନଙ୍କ ପରେ ହେଲେ ଦେବତା, ପୁଣି ଧୀରେ ଧୀରେ ବୃଦ୍ଧି ହୋଇଯାଏ। ବାଜଲି ଖେଳ ହେଉଛି ନା। ତେଣୁ ସିଡ଼ି ଚିତ୍ର ସହିତ ଯଦି ବିରାଟ ରୂପର ଚିତ୍ର ମଧ୍ୟ ଥିବ, ତେବେ ବୁଝାଇବା ସହଜ ହେବ। ଯିଏ ତୁମ କୂଳର ହୋଇଥିବେ, ତାଙ୍କ ବୁଦ୍ଧିରେ ରଚୟିତା ଏବଂ ରଚନାର ଜ୍ଞାନ ସହଜରେ ରହିଯିବ। ଚେହେରାରୁ ମଧ୍ୟ ଜଣାପଡ଼ିଯାଏ ଯେ ଇଏ ଆମ କୂଳର ନୁହେଁ। ଯଦି ହୋଇନଥିବେ ତେବେ ଅନମନସ୍କ ଭାବେ ଶୁଣିବେ। ଯିଏ ବୁଝିପାରୁଥିବେ ସିଏ ଧ୍ୟାନର ସହିତ ଶୁଣିବେ। ଥରେ ଯଦି କାହାକୁ ପୁରା ତୀର ଲାଗିଯିବ, ତେବେ ସିଏ ଆସିବାକୁ ଲାଗିବେ। କେହି କେହି ପ୍ରଶ୍ନ ମଧ୍ୟ ପଚାରିବେ, କିନ୍ତୁ ଯଦି ଫୁଲ ହୋଇଥିବ ତେବେ ପ୍ରତିଦିନ ନିଜେ ଆସି ପୁରା ବୁଝିବେ। ଚିତ୍ରରୁ ତ କେହି ବି ବୁଝିପାରିବେ। ବାସ୍ତବରେ ଦେବୀ ଦେବତା ଧର୍ମର ସ୍ଥାପନା ତ ବାବା ହିଁ କରୁଛନ୍ତି। କେହି ନ ପଚାରିଲେ ମଧ୍ୟ ସ୍ୱତଃ ବୁଝିଯିବେ। କେହି ତ ବହୁତ ପଚାରିବେ, କିନ୍ତୁ କିଛି ବି ବୁଝିବେ ନାହିଁ। ପୁଣି ବି ବୁଝାଇବାକୁ ପଡ଼ିଥାଏ। ଗଣ୍ଡଗୋଳ ତ କରିବା ଉଚିତ ନୁହେଁ। ଏକଥା ମଧ୍ୟ କହିବେ, ଈଶ୍ୱର ତୁମର ରକ୍ଷା ବି କରୁନାହାନ୍ତି। ବାସ୍ତବରେ ସିଏ କ'ଣ ରକ୍ଷା କରୁଛନ୍ତି, ତାହା ତ ତୁମେମାନେ ହିଁ ଜାଣିଛ। କର୍ମର ହିସାବ କିତାବ ତ ସମସ୍ତଙ୍କୁ ଚୁକ୍ତ କରିବାକୁ ହିଁ ହେବ। ଏପରି ବହୁତ ଅଛନ୍ତି, ଦେହ ଖରାପ ହେଲେ କହୁଛନ୍ତି ରକ୍ଷା କର। ବାବା କହୁଛନ୍ତି ମୁଁ ତ ପତିତରୁ ପବିତ୍ର କରିବା ପାଇଁ ଆସିଛି। ଏହି ଧନ୍ଦା ତୁମେ ମଧ୍ୟ ଶିଖ। ବାବା 5 ବିକାର ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି। ତେଣୁ ବାବାଙ୍କର ଶ୍ରୀମତକୁ ସମ୍ପୂର୍ଣ୍ଣ ରୂପେ ମାନିବା ଦରକାର। ବିକାରର ତୋଫାନ ବହୁତ ଜୋରରେ ଆସିବ। ବାବା କହୁଛନ୍ତି ବାବାଙ୍କର ହେଲା ପରେ ଏହି ସବୁ ବେମାରୀ ଜୋରରେ ଆସିବ। ତୋଫାନ ଜୋରରେ ଆସିବ। ମାୟା ସହିତ ପୁରା ବକ୍ସିଂ ବା କୁସ୍ତି ଚାଲୁଛି। ମାୟା ବଡ଼ ବଡ଼ ପହିଲମାନମାନଙ୍କୁ ବି ହରାଇ ଦେଉଛି। କହନ୍ତି ନ ଚାହିଁଲେ ମଧ୍ୟ କୁଦୃଷ୍ଟି ହୋଇଯାଉଛି। ରେଜିଷ୍ଟର ଖରାପ ହୋଇଯାଉଛି। ଯାହାର କୁଦୃଷ୍ଟି ରହିଛି, ତା ସହିତ କଥାବାର୍ତ୍ତା ମଧ୍ୟ ହେବା ଉଚିତ ନୁହେଁ। ବାବା ସବୁ ସେଣ୍ଟରର ପିଲାମାନଙ୍କୁ ବୁଝାଇ ଦେଉଛନ୍ତି। ଏମିତି ବହୁତ ଅଛନ୍ତି, ଯେଉଁମାନଙ୍କର କୁଦୃଷ୍ଟି ରହିଛି। ନାମ କହିଦେଲେ ଆହୁରି ଟ୍ରେଟର ବା ଧୋକାବାଜ ହୋଇଯିବେ। ସେମାନେ ନିଜର ହିଁ ସତ୍ୟାନାଶ କରିଥାନ୍ତି। ଓଲଟା କାମ କରିବାରେ ଲାଗି ପଡ଼ିଥାନ୍ତି। କାମ ବିକାର ଏକଦମ ନାକକୁ ଧରିନିଏ। ମାୟା ଛାଡ଼େ ନାହିଁ। କୁକର୍ମ, କୁଦୃଷ୍ଟି, କୁବଚନ ବାହାରି ପଡ଼ିଥାଏ। କୁଚଳନ ହୋଇଯାଏ। ସେଥିପାଇଁ ବହୁତ ବହୁତ ସାବଧାନ ରହିବାକୁ ପଡ଼ିବ। ତୁମେମାନେ ଯେତେବେଳେ ପ୍ରଦର୍ଶନୀ ଇତ୍ୟାଦି କରୁଛ, ସେତେବେଳେ ଏପରି ଉପାୟ ବାହାର କର ଯେପରି କେହି ବି ସହଜରେ ବୁଝିପାରିବେ। ଏହି ଗୀତା ଜ୍ଞାନ ସ୍ୱୟଂ ବାବା ଦେଉଛନ୍ତି। ଏଥିରେ କୌଣସି ଶାସ୍ତ୍ର ଆଦିର କଥା ନାହିଁ। ଏହା ତ ପାଠପଢ଼ା। ଗୀତା ପୁସ୍ତକ ତ ଏଠାରେ ନାହିଁ। ବାବା ପାଠ ପଢ଼ାଉଛନ୍ତି। ହାତରେ କ'ଣ ପୁସ୍ତକ ଧରିଛନ୍ତି କି? ପୁଣି ଏହି ଗୀତାର ନାମ କେଉଁଠୁ ଆସିଲା? ଏହି ସମସ୍ତ ଧର୍ମଶାସ୍ତ୍ର ପରେ ତିଆରି ହୋଇଛି। କେତେ ମଠ ପନ୍ଥ ରହିଛି। ସମସ୍ତଙ୍କର ନିଜ ନିଜର ଶାସ୍ତ୍ର ଅଛି। ଶାଖା ପ୍ରଶାଖା ଛୋଟ ଛୋଟ ମଠ ପନ୍ଥ ଯାହା ବି ଅଛି, ସେମାନଙ୍କର ମଧ୍ୟ ନିଜ ନିଜର ଶାସ୍ତ୍ର ଆଦି ଅଛି। ତେବେ ସେମାନେ ସବୁ ହେଲେ ଗୀତାର ପିଲାଛୁଆ। ତା ଦ୍ୱାରା ତ ମୁକ୍ତି ମିଳିପାରିବ ନାହିଁ। ସର୍ବଶାସ୍ତ୍ରମୟୀ ଶିରୋମଣି ଗୀତାର ଗାୟନ କରାଯାଇଛି। ତେବେ ଗୀତା ଜ୍ଞାନକୁ ମଧ୍ୟ କେହି ତ ଶୁଣାଇଥିବେ ନା। ତେବେ ଏହି ଜ୍ଞାନ ବାବା ହିଁ ଆସି ଦେଉଛନ୍ତି।
ହାତରେ କ'ଣ କୌଣସି ଶାସ୍ତ୍ର ଆଦି ଅଛି କି? ମୁଁ ମଧ୍ୟ ଶାସ୍ତ୍ର ପଢ଼ି ନାହିଁ କି ତୁମକୁ ମଧ୍ୟ ପଢ଼ାଉ ନାହିଁ। ତାହା ତ ପଣ୍ଡିତମାନେ ନିଜେ ଶିଖନ୍ତି ଏବଂ ଅନ୍ୟମାନଙ୍କୁ ଶିଖାନ୍ତି। ଏଠାରେ ଶାସ୍ତ୍ରର କଥା ନାହିଁ। ବାବା ହେଉଛନ୍ତି ଜ୍ଞାନର ସାଗର। ମୁଁ ତୁମକୁ ସବୁ ବେଦଶାସ୍ତ୍ରମାନଙ୍କର ସାରାଂଶ ଶୁଣାଉଛି। ମୁଖ୍ୟ ହେଉଛି ହିଁ 4ଟି ଧର୍ମର 4ଟି ଧର୍ମଶାସ୍ତ୍ର। ବ୍ରାହ୍ମଣ ଧର୍ମର କୌଣସି ପୁସ୍ତକ ଅଛି କି? ଏହା କେତେ ବୁଝିବାର କଥା। ଏସବୁ କଥା ବାବା ବସି ବିସ୍ତୃତ ଭାବରେ ବୁଝାଉଛନ୍ତି। ମନୁଷ୍ୟମାନେ ସମସ୍ତେ ଏବେ ପଥର ବୁଦ୍ଧି ହୋଇଯାଇଛନ୍ତି। ସେଥିପାଇଁ ତ କେତେ କାଙ୍ଗାଳ ହୋଇଯାଇଛନ୍ତି। ଦେବତାମାନେ ଥିଲେ ଗୋଲ୍ଡେନ୍ ଏଜେଡ଼୍ ବା ସ୍ୱର୍ଣ୍ଣିମ ଯୁଗରେ। ସେଠାରେ ସୁନାର ମହଲ ଥିଲା, ସୁନାର ଖଣି ଥିଲା। ଏବେ ତ ଖାଣ୍ଟି ସୁନା ହିଁ ନାହିଁ। ସାରା କାହାଣୀ ଭାରତ ଉପରେ ଆଧାରିତ। ତୁମେ ଦେବୀ ଦେବତାମାନେ ପାରସ ବୁଦ୍ଧି ଥିଲ, ସାରା ବିଶ୍ୱ ଉପରେ ରାଜତ୍ୱ କରୁଥିଲ। ଏବେ ସ୍ମୃତିରେ ଆସିଛି ଆମେ ସ୍ୱର୍ଗର ମାଲିକ ଥିଲୁ, ପୁଣି ନର୍କର ମାଲିକ ହୋଇଛୁ। ଏବେ ପୁଣି ପାରସ ବୁଦ୍ଧି ହେବାକୁ ଯାଉଛୁ। ଏହି ଜ୍ଞାନ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି, ଯାହାକି ଅନ୍ୟମାନଙ୍କୁ ବୁଝାଇବାକୁ ହେବ। ଡ୍ରାମା ଅନୁସାରେ ଅଭିନୟ ଚାଲୁଛି। ଯେଉଁ ସମୟ ବିତି ଯାଉଛି ତାହାର ଅବିକଳ ପୁନରାବୃତ୍ତି ହେବ। ତଥାପି ବାବା ପୁରୁଷାର୍ଥ ତ କରାଇବେ ନା। ଯେଉଁ ପିଲାମାନଙ୍କର ନିଶା ରହୁଛି ଯେ ସ୍ୱୟଂ ଭଗବାନ ଆମକୁ ସ୍ୱର୍ଗର ମାଲିକ କରିବା ପାଇଁ ପୁରୁଷାର୍ଥ କରାଉଛନ୍ତି, ସେମାନଙ୍କର ଚେହେରା ବହୁତ ଫାଷ୍ଟ କ୍ଲାସ୍ ପ୍ରଫୁଲ୍ଲିତ ହୋଇ ରହିଥାଏ। ବାବା ମଧ୍ୟ ପିଲାମାନଙ୍କୁ ପ୍ରାରବ୍ଧ ଜମା କରିବାର ପୁରୁଷାର୍ଥ କରାଇବା ପାଇଁ ଆସୁଛନ୍ତି। ଏକଥା ମଧ୍ୟ ତୁମେମାନେ ଜାଣିଛ। ଦୁନିଆରେ ଏକଥା କ'ଣ କେହି ଜାଣନ୍ତି କି? ସ୍ୱର୍ଗର ମାଲିକ କରିବା ପାଇଁ ଭଗବାନ ପୁରୁଷାର୍ଥ କରାଉଛନ୍ତି। ତେଣୁ ଖୁସି ହେବା ଦରକାର। ଚେହେରା ମଧ୍ୟ ବହୁତ ଫାଷ୍ଟ କ୍ଲାସ୍ ପ୍ରଫୁଲ୍ଲିତ ରହିବାର ଦରକାର। ବାବାଙ୍କ ସ୍ମୃତିରେ ତୁମେ ସଦାସର୍ବଦା ହର୍ଷିତ ହୋଇ ରହିବା ଉଚିତ। ବାବାଙ୍କୁ ଭୁଲିଗଲେ ହିଁ ଉଦାସୀନତା ଆସିଥାଏ। ବାବା ଏବଂ ତାଙ୍କ ସମ୍ପତ୍ତିକୁ ମନେ ପକାଇଲେ ପ୍ରଫୁଲ୍ଲିତ ହୋଇଯାଆନ୍ତି। ତେବେ ତାହା ପ୍ରତ୍ୟେକଙ୍କର ସେବାରୁ ଜଣାପଡ଼ିଯାଏ। ବାବାଙ୍କୁ ପିଲାମାନଙ୍କ ଠାରୁ ଏହାର ସୁଗନ୍ଧ ତ ଆସୁଛି ନା। ସୁପୁତ୍ରମାନଙ୍କ ଠାରୁ ସୁଗନ୍ଧ ଏବଂ କୁପୁତ୍ରମାନଙ୍କ ଠାରୁ ଦୁର୍ଗନ୍ଧ ଆସିଥାଏ। ବଗିଚାରେ ସୁଗନ୍ଧଯୁକ୍ତ ଫୁଲକୁ ହିଁ ତୋଳିବା ପାଇଁ ଇଚ୍ଛା ହୋଇଥାଏ। ଅରଖ ଫୁଲକୁ କିଏ କାହିଁକି ତୋଳିବ? ବାବାଙ୍କୁ ଯଥାର୍ଥ ଭାବରେ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ମାୟାଠାରୁ ଯୁଦ୍ଧରେ ହାରିବାର ନାହିଁ। ଧ୍ୟାନ ରହୁ ଯେପରି ମୁଖରୁ କେବେ ହେଲେ କୁବଚନ ନ ବାହାରୁ। କେବେ ବି କୁଦୃଷ୍ଟି, କୁଚଳନ, କୁକର୍ମ ନ ହୋଇଯାଉ। 2 ନମ୍ବର, ଅତି ଉତ୍ତମ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡ଼ିବ। ନିଶା ରହୁ ଯେ ସ୍ୱୟଂ ଭଗବାନ ଆମକୁ ପାଠ ପଢ଼ାଉଛନ୍ତି। ବାବାଙ୍କର ସ୍ମୃତିରେ ରହି ସଦାସର୍ବଦା ହର୍ଷିତ ରହିବାକୁ ହେବ। କେବେ ବି ଉଦାସ ହେବାର ନାହିଁ। ବରଦାନ, ଚ୍ୟାଲେଞ୍ଜ କରିବା ଅର୍ଥାତ ବାଜି ଲଗାଇବା ଏବଂ ତାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିବା, ଏହି ଦୁଇଟି ଯାକର ସମାନତା ଦ୍ୱାରା ନିଜକୁ ପାପକର୍ମଠାରୁ ସୁରକ୍ଷିତ ରଖୁଥିବା ବିଶ୍ୱ ସେବାଧାରୀ ଭବ। ଚ୍ୟାଲେଞ୍ଜ କରିବା ଅର୍ଥାତ ବାଜି ଲଗାଇବା ଏବଂ ତାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିବା, ଏହି ଦୁଇଟି ଯାକର ସମାନତା ଦ୍ୱାରା ନିଜକୁ ପାପକର୍ମଠାରୁ ସୁରକ୍ଷିତ ରଖୁଥିବା ବିଶ୍ୱ ସେବାଧାରୀ ଭବ। ତୁମେ ପିଲାମାନେ ଯେଉଁ କଥାରେ ଚ୍ୟାଲେଞ୍ଜ କରୁଛ, ସେହି ଚ୍ୟାଲେଞ୍ଜ ସହିତ ତୁମର ବାସ୍ତବିକ ଜୀବନର ସମାନତା ରହିବା ଦରକାର। ନଚେତ୍ ପୁଣ୍ୟ ଆତ୍ମା ହେବା ପରିବର୍ତ୍ତେ ବୋଝବାଲା ଆତ୍ମା ହୋଇଯିବ।
ତେଣୁ ଏହି ପାପ ଏବଂ ପୁଣ୍ୟର ଗତିକୁ ଜାଣି ନିଜକୁ ସୁରକ୍ଷିତ ରଖ। କାହିଁକିନା ସଂକଳ୍ପରେ ମଧ୍ୟ କୌଣସି ବିକାରର ଦୁର୍ବଳତା, ବ୍ୟର୍ଥ ବାଣୀ, ବ୍ୟର୍ଥ ଭାବନା, ଘୃଣା ବା ଈର୍ଷାର ଭାବନା ପାପର ଖାତାକୁ ବଢ଼ାଇ ଦେଇଥାଏ। ସେଥିପାଇଁ ପୁଣ୍ୟ ଆତ୍ମା ଭବର ବରଦାନ ଦ୍ୱାରା ନିଜକୁ ସୁରକ୍ଷିତ ରଖି ବିଶ୍ୱ ସେବାଧାରୀ ହୁଅ। ସଂଗଠିତ ରୂପରେ ଏକମତ ଏବଂ ଏକରସ ସ୍ଥିତିର ଅନୁଭବ କରାଅ। ସ୍ଲୋଗାନ: ଯଦି ପବିତ୍ରତାର ଜ୍ୟୋତି ଚତୁର୍ଦିଗରେ ପ୍ରଜ୍ୱଳିତ କରିବ, ତେବେ ସମସ୍ତେ ସହଜରେ ବାବାଙ୍କୁ ଦେଖିପାରିବେ। ଯଦି ପବିତ୍ରତାର ଜ୍ୟୋତି ଚତୁର୍ଦିଗରେ ପ୍ରଜ୍ୱଳିତ କରିବ, ତେବେ ସମସ୍ତେ ସହଜରେ ବାବାଙ୍କୁ ଦେଖିପାରିବେ। ଓମ୍ ଶାନ୍ତି।